କେବେ ଏମିତି ଲାଗିଛି କି ସମୟଟା ଯେମିତି ହାତମୁଠାରୁ ବାଲି ପରି ଖସି ଖସି ଯାଉଛି? ଆମେ ସମସ୍ତେ ବୋଧହୁଏ ଏହା ଅନୁଭବ କରୁ। କିନ୍ତୁ କ'ଣ ହେବ ଯଦି ଏହାର ସମାଧାନ କୌଣସି ନୂଆ ଆପ୍ରେ ନୁହେଁ, ବରଂ ହଜାର ହଜାର ବର୍ଷ ପୁରୁଣା ଜ୍ଞାନ ଭିତରେ ଲୁଚି ରହିଥାଏ? ଆଉ ଏଇଟା ତ ଆମ ସମସ୍ତଙ୍କର କାହାଣୀ ନୁହେଁଟି? ତେବେ ଆଜି ଆମେ ଏକ ଏମିତି ଲେଖାକୁ ନେଇ ଆଲୋଚନା କରିବା ଯେଉଁଠି ବୁଦ୍ଧଙ୍କ ସମୟ ସମ୍ବନ୍ଧୀୟ ଶିକ୍ଷାକୁ ଆଜିର ଜୀବନ ପାଇଁ କେମିତି ବ୍ୟବହାର କରାଯାଇପାରିବ ତାହା ବୁଝିବାକୁ ଚେଷ୍ଟା କରିବା। ତେବେ ଆଉ ଡେରି କାହିଁକି, ଚାଲନ୍ତୁ ଆରମ୍ଭ କରିବା। ତେବେ ଏହି ଦର୍ଶନର ସବୁଠୁ ମୂଳ କଥା କ'ଣ? ଆସନ୍ତୁ ଜାଣିବା ଏହାର ପ୍ରଥମ ସିଦ୍ଧାନ୍ତ ବିଷୟରେ, ଯାହାକୁ ଆମେ ଜୀବନର ଅପରେଟିଂ ସିଷ୍ଟମ ବୋଲି କହିପାରିବା। ବୁଦ୍ଧଙ୍କ ଦର୍ଶନର ଏକ ମୂଳ ସ୍ତମ୍ଭ ହେଉଛି ଅନିତ୍ୟ। ଏହାର ସରଳ ଅର୍ଥ ହେଲା କିଛି ବି ସ୍ଥାୟୀ ନୁହେଁ, ସବୁକିଛି ବଦଳୁଛି ସବୁବେଳେ। ଆଉ ମଜାର କଥା କ'ଣ ଜାଣନ୍ତି? ଆମ ଦୈନନ୍ଦିନ ଜୀବନର ଯେତେ ବି ଚିନ୍ତା, ତାର ମୂଳ କାରଣ ହେଉଛି ଆମେ ଏହି ସତ୍ୟକୁ ସହଜରେ ଗ୍ରହଣ କରିପାରୁନାହୁଁ। ଦେଖନ୍ତୁ, ଏଠାରେ ସବୁଠୁ ବଡ଼ କଥା ହେଉଛି ଆମର ଦେଖିବାର ନଜରିଆ। ଆମେ ସାଧାରଣତଃ ପରିବର୍ତ୍ତନକୁ ଗୋଟେ ଭୁଲ ବା ସମସ୍ୟା ବୋଲି ଭାବିଥାଉ, କିନ୍ତୁ ବୁଦ୍ଧ କହୁଛନ୍ତି ନା, ଏହା ହିଁ ତ ଜୀବନର ନିୟମ। ଯେତେବେଳେ ଆମେ ଏହାକୁ ମାନିନେବା, ସେତେବେଳେ ଭଲ ହେଉ କି ଖରାପ, ସବୁ ପରିସ୍ଥିତି ସହଜ ଲାଗିବ। ହଁ, ତେବେ ଯଦି ସବୁକିଛି ବଦଳୁଛି, ତାହେଲେ ଆମ ହାତରେ ଅଛି କ'ଣ? କେବଳ ବର୍ତ୍ତମାନ। ଆଉ ଏଇଠୁ ଆସୁଛି ଆମର ଦ୍ୱିତୀୟ ସିଦ୍ଧାନ୍ତ, ବର୍ତ୍ତମାନରେ ବଞ୍ଚିବା। ବୁଦ୍ଧଙ୍କର ଏହି କଥାଟି ବୋଧହୁଏ ଅନେକେ ଶୁଣିଥିବେ। ଅତୀତକୁ ନେଇ ଭାବନ୍ତୁ ନାହିଁ, ଭବିଷ୍ୟତର ସ୍ୱପ୍ନ ଦେଖନ୍ତୁ ନାହିଁ, ବର୍ତ୍ତମାନରେ ହିଁ ମନକୁ କେନ୍ଦ୍ରିତ କରନ୍ତୁ। ଶୁଣିବାକୁ ତ ବହୁତ ଭଲ ଲାଗୁଛି, କିନ୍ତୁ ସତ କହିବାକୁ ଗଲେ ଏହାକୁ କରିବା ସେତେ ସହଜ ନୁହେଁ। ଏହାକୁ ବୁଝିବା ପାଇଁ ଏକ ବହୁତ ସୁନ୍ଦର ଉଦାହରଣ ଅଛି। ଭାବନ୍ତୁ, ଜଣେ ଗାଡ଼ି ଚଲାଉଛି। ଯଦି କେବଳ ପଛକୁ ଦେଖିବା ଆଇନା ବା ରିୟର ଭ୍ୟୁ ମିରରକୁ ଦେଖି ଗାଡ଼ି ଚଲାଇବ, ତାହେଲେ କ'ଣ ହେବ? ଦୁର୍ଘଟଣା ତ ନିଶ୍ଚିତ। ସେହିପରି ଅତୀତରେ ବଞ୍ଚିବା ବିପଜ୍ଜନକ। ଆଉ ସୁରକ୍ଷିତ ଭାବରେ ଆଗକୁ ଯିବାକୁ ହେଲେ ଆମକୁ ସାମ୍ନା ରାସ୍ତା ଉପରେ ଧ୍ୟାନ ଦେବାକୁ ପଡ଼ିବ, ଅର୍ଥାତ୍ ଆମ ବର୍ତ୍ତମାନ ଉପରେ। ଏହାର ମାନେ ଏହା ନୁହେଁ ଯେ ଆମେ ଅତୀତରୁ କିଛି ଶିଖିବାନି କିମ୍ବା ଭବିଷ୍ୟତ ପାଇଁ ଯୋଜନା କରିବାନି। ନିଶ୍ଚୟ କରିବା। ଅତୀତକୁ ଯାଆନ୍ତୁ ଅଭିଜ୍ଞତା ପାଇଁ, ଭବିଷ୍ୟତ ବିଷୟରେ ଭାବନ୍ତୁ ପ୍ରସ୍ତୁତି ପାଇଁ। କିନ୍ତୁ ପ୍ରକୃତ ଭର ହେଉଛି ବର୍ତ୍ତମାନ। ସବୁବେଳେ ସେଇଠିକି ଫେରି ଆସିବା ଦରକାର। ଠିକ୍ ଅଛି, ବର୍ତ୍ତମାନରେ ରହିବା କଥା ତ ବୁଝିଗଲେ, କିନ୍ତୁ କେମିତି? ବୁଦ୍ଧ ଏଥିପାଇଁ କ'ଣ ବାଟ ଦେଖାଇଛନ୍ତି? ଆସନ୍ତୁ ଦେଖିବା ଆମର ତୃତୀୟ ସିଦ୍ଧାନ୍ତ, ଯାହାକୁ କୁହାଯାଏ ମନର ସୁରକ୍ଷାକର୍ମୀ। ଏହି ଉପାୟଟି ହେଉଛି ଅପ୍ରମାଦ। ଅପ୍ରମାଦର ଅର୍ଥ କେବଳ ଆଳସ୍ୟ ନ କରିବା ନୁହେଁ, ଏହା ଏକ ପ୍ରକାରର ସକ୍ରିୟ ସତର୍କତା। ଭାବନ୍ତୁ, ଜଣେ ସିକ୍ୟୁରିଟି ଗାର୍ଡ ଭଳି, ଯିଏ ଆମ ମନର ଗେଟ୍ ପାଖରେ ସବୁବେଳେ ଦଗି ରହିଛି। ଆଉ ଦେଖନ୍ତୁ, ବୁଦ୍ଧ ଏହି କଥାକୁ କେତେ ଗୁରୁତ୍ୱ ଦେଇଛନ୍ତି। ସେ କହୁଛନ୍ତି, ଯେଉଁ ମଣିଷ ଅସାବଧାନତାରେ ବଞ୍ଚେ, ସେ ଏକ ପ୍ରକାରେ ମରିସାରିଛି। ଏହା କେବଳ ଗୋଟେ ଛୋଟ ଦୁର୍ବଳତା ନୁହେଁ, ଏହା ଜୀବନ ନ ବଞ୍ଚିବା ସହ ସମାନ। ଏହି ତୁଳନାଟି କଥାକୁ ଆହୁରି ସ୍ପଷ୍ଟ କରିଦେଉଛି। ଗୋଟେ ପଟେ ଅଛି ମାନସିକ ଜମ୍ବି ଅବସ୍ଥା, ଯେଉଁଠି ଆମେ କେବଳ ନିଶ୍ୱାସ ନେଉଛେ କିନ୍ତୁ କିଛି ଅନୁଭବ କରୁନେ। ଆଉ ଅନ୍ୟପଟେ ଅଛି ପ୍ରକୃତରେ ଜୀବନ୍ତ ରହିବା, ସଚେତନ ଭାବରେ ପ୍ରତିଟି କ୍ଷଣକୁ ଅନୁଭବ କରିବା। ତେବେ ପସନ୍ଦ ଆମର। କିନ୍ତୁ ଏକଥା ବି ସତ୍ ଯେ ସବୁବେଳେ ଏତେ ସତର୍କ ରହିବା ବହୁତ କଷ୍ଟ। ଏଥିପାଇଁ ଶକ୍ତି ଓ ପ୍ରେରଣା କେଉଁଠୁ ଆସିବ? ଏହା ହିଁ ଆମର ଚତୁର୍ଥ ସିଦ୍ଧାନ୍ତ, ଚରମ ପ୍ରେରଣା। ଏହି ସତର୍କତା ପାଇଁ ସବୁଠୁ ବଡ଼ ଇନ୍ଧନ ହେଉଛି ଗୋଟେ କଥାକୁ ମନେ ରଖିବା, ଆମ ସମୟର ଘଣ୍ଟା ସବୁବେଳେ ଚାଲିଛି। ବୁଦ୍ଧଙ୍କ ମତରେ ମୃତ୍ୟୁକୁ ମନେ ପକାଇବା ଦୁଃଖୀ ହେବା ପାଇଁ ନୁହେଁ, ବରଂ ଜୀବନରେ ସ୍ପଷ୍ଟତା ଆଣିବା ପାଇଁ। ଯେତେବେଳେ ଏହି କଥା ମନେ ପଡ଼ିବ ଯେ ଆମ ପାଖରେ ସମୟ ସୀମିତ, ସେତେବେଳେ ଆଉ କାଲି କରିବା ବୋଲି କହିବାର ସୁଯୋଗ ରହିବନି। ଏହା ଆମକୁ ପ୍ରକୃତରେ ଯାହା ଜରୁରୀ ସେହି କାମ ଉପରେ ଧ୍ୟାନ ଦେବାକୁ ବାଧ୍ୟ କରେ। ଏହା ହିଁ ଅପ୍ରମାଦ ବା ସତର୍କତା ପାଇଁ ସବୁଠୁ ବଡ଼ ପ୍ରେରଣା। ତେବେ ଏପର୍ଯ୍ୟନ୍ତ ଆମେ ଯାହା ସବୁ ଆଲୋଚନା କଲେ, ଆସନ୍ତୁ ସେସବୁକୁ ଏକାଠି କରି ଦେଖିବା। କେମିତି ଏହା ଏକ ସମ୍ପୂର୍ଣ୍ଣ ଜୀବନ ପ୍ରଣାଳୀ ତିଆରି କରୁଛି। ଦେଖନ୍ତୁ, ଏହାର ପୁରା ପ୍ରକ୍ରିୟା କେତେ ସରଳ। ପଦକ୍ଷେପ 1, କାରଣ ସବୁକିଛି ପରିବର୍ତ୍ତନଶୀଳ, ତେଣୁ ପଦକ୍ଷେପ 2, ଆମ ପାଖରେ କେବଳ ବର୍ତ୍ତମାନ ହିଁ ଅଛି। ଆଉ ପଦକ୍ଷେପ 3, ବର୍ତ୍ତମାନରେ ରହିବାକୁ ହେଲେ ଆମକୁ ସତର୍କ ବା ଅପ୍ରମାଦ ରହିବାକୁ ପଡ଼ିବ। ଆଉ ଶେଷରେ ପଦକ୍ଷେପ 4, ଏହି ସତର୍କତା ପାଇଁ ବାରଣା କେଉଁଠୁ ଆସିବ? ସେହି ଗୋଟିଏ କଥାରୁ, ଆମ ସମୟ ସୀମିତ। ତେବେ ଶେଷରେ କଥା ଏୟା ଯେ ଆଜିକାଲି ଆମେ ଯାହାକୁ ଟାଇମ୍ ମ୍ୟାନେଜମେଣ୍ଟ କହୁଛେ, ସେଥିରେ ଆମେ ଆପ୍ କିମ୍ବା କ୍ୟାଲେଣ୍ଡର ଭଳି ବାହାର ଜିନିଷ ବ୍ୟବହାର କରୁଛୁ। କିନ୍ତୁ ବୁଦ୍ଧଙ୍କ ପଦ୍ଧତି ଥିଲା ଚେତନା ପରିଚାଳନା, ଅର୍ଥାତ୍ ବାହାରର ସମୟକୁ ନୁହେଁ, ବରଂ ଭିତରର ଧ୍ୟାନକୁ ନିୟନ୍ତ୍ରଣ କରିବା। ଆଉ ଶେଷରେ ସମସ୍ତଙ୍କ ପାଇଁ ଏକ ପ୍ରଶ୍ନ,
ଭାବନ୍ତୁ ତ, ଯଦି କେହି ଜାଣିବାକୁ ପାଏ ଯେ ତା ଜୀବନରେ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି, ତେବେ ସେ କେଉଁ ଗୋଟିଏ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାମ କରିବ? ଆଉ ଏବେ ସେହି କାମଟି କରିବାକୁ ତାକୁ କ'ଣ ବାଧା ଦେଉଛି? ଏହି ପ୍ରଶ୍ନର ଉତ୍ତର ଥରେ ନିଜକୁ ପଚାରି ଦେଖିବା ଉଚିତ।